ବାଲିଗୁଡ଼ା ବନଖଣ୍ଡ ଅଧୀନରେ କେନୁଆଗାଁ ବ୍ଲକର ବନାଗ୍ନି ନିରାକରଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ଡିଏଫ୍ ସାର୍ ଯୋଗ ଦେଇଥିଲେ ଏବଂ ସ୍ଥାନୀୟ କେନୁଆଗାଁ ବ୍ଲକର ଚେୟାରପର୍ସନ୍, ଜିଲ୍ଲା ପରିଷଦ ଭାଇସ୍ ଚେୟାରପର୍ସନ୍, ସମସ୍ତ ସରପଞ୍ଚ ଭାଇ ଭଉଣୀମାନେ ଏବଂ ସମିତିସଭ୍ୟା ଭାଇ ଭଉଣୀମାନେ ଏବଂ ଅନ୍ୟାନ୍ୟ ନେତୃମଣ୍ଡଳୀ ମଧ୍ୟ ଏସ୍ଏଚ୍ଜି ଗ୍ରୁପ୍ ମାନେ ଏବଂ ଫରେଷ୍ଟ ଡିପାର୍ଟମେଣ୍ଟ ସମସ୍ତ ସଦସ୍ୟ ଆଜି ଉପସ୍ଥିତ ଥିଲେ। ଯାହାକି 2025 ମସିହାରେ କେମିତିକି ପ୍ରତ୍ୟେକ ଯେଉଁ ଜଙ୍ଗଲ ପୋଡ଼ି ହୋଇଯାଉଛି ମେ ମାସ ପର୍ଯ୍ୟନ୍ତ ଅପ୍ ଟୁ ମାର୍ଚ୍ଚ ମାସ ଟୁ ମେ ଲାଷ୍ଟ ପର୍ଯ୍ୟନ୍ତ, ଏ ବର୍ଷ ଯେମିତିକି ଆମେ ନିଆଁ ଦାଉ ରକ୍ଷା କରିବା ପାଇଁ ପ୍ରଚେଷ୍ଟା ରଖିବା, ସେଥିପାଇଁ ସମସ୍ତଙ୍କୁ ଆଜି ସଚେତନତା ଶିବିର ମାଧ୍ୟମରେ ପ୍ରତ୍ୟେକ ଗାଁ ଗହଳିରେ କେମିତି ଏ ମିଟିଂ କରେଇକି ସମସ୍ତଙ୍କୁ ସଚେତନ କରାଇବା ଏବଂ ଜଙ୍ଗଲରୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଆଜିର ଚିନ୍ତାଧାରା ଆଜି ବହୁତ ସୁନ୍ଦର ମାତ୍ରାରେ ହେଇଥିଲା। ଆଜି ଏଥିରେ ସାଂସଦ ପ୍ରତିନିଧି ପଣ୍ଡିତ ଭାଇ ମଧ୍ୟ ଉପସ୍ଥିତ ଅଛନ୍ତି ଏବଂ ସମସ୍ତଙ୍କ ସହଯୋଗରେ ଆଜି ଏ ବର୍ଷ ଆମେ ଯେମିତି ନିଆଁ ଦାଉ ରକ୍ଷା କରିବା ପାଇଁ ସମସ୍ତଙ୍କର ଚେଷ୍ଟା ଜାରି ରହିବ ବୋଲି ଆମେ ଆଶା କରୁଛୁ। ଆଜି ତ ବାଲିଗୁଡ଼ା ବନଖଣ୍ଡର କେନୁଆଗାଁ ବନପାଳ ଅଧିକାରୀଙ୍କ କାର୍ଯ୍ୟାଳୟ ପାଖରେ ଆଜି ଯେଉଁ ବନାଗ୍ନି ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା, ଏହି ଶିବିରରେ ସମସ୍ତ PRI ମେମ୍ବର, ମାନ୍ୟବର ବିଧାୟକ, ମାନନୀୟ ଆମର ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ସମସ୍ତେ ଉପସ୍ଥିତ ଥିଲେ। ବନଖଣ୍ଡ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ସଚେତନତା ବାର୍ତ୍ତା ଦିଆଯାଇଛି ଏବଂ ଆମେ କେମିତି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଏବଂ ବଣକୁ ସୁରକ୍ଷା ରଖିବା ଏ ବାବଦରେ ସଚେତନତା ବାର୍ତ୍ତା ଦିଆଯାଇଛି। ତ ମୁଁ ଏହି ବାର୍ତ୍ତା କେବଳ ଗୋଟେ ବିଭାଗରେ ସୀମିତ ନ ରହୁ, ସମସ୍ତ ବ୍ୟକ୍ତି ବିଶେଷଙ୍କ ପାଖରେ ପହଞ୍ଚୁ, ଏହି ପ୍ରକାର ନିବେଦନ ରଖି ମୁଁ ଆଜି ଏହି ସଚେତନତା ବାର୍ତ୍ତାକୁ ଗାଁ ଗାଁରେ କି ପ୍ରକାର ପହଞ୍ଚିବ ସେଥିପାଇଁ ଆମେ ପ୍ରଯତ୍ନ ନେବା ଆଉ ବଣକୁ ସୁରକ୍ଷା ରଖିବା, ବୃକ୍ଷକୁ ସୁରକ୍ଷା ଦେବା, ଜଳକୁ ସଂରକ୍ଷିତ ରଖିବା, ଏହି ନିବେଦନ ରଖିଛି। ଆଉ ଏତିକି କହି ମୋ ବାଣୀକୁ ଧନ୍ୟବାଦ। ବନାଞ୍ଚଳ ଅଧୀନରେ ଆଜି ଯେଉଁ ସଚେତନତାର ଶିବିର ଅନୁଷ୍ଠିତ ହୋଇଛି ଫରେଷ୍ଟ ଫାୟାର ଉପରେ, ସେଥିପାଇଁ ଆମର ମାନ୍ୟବର ବିଧାୟକ, ଏଠିକାର ବ୍ଲକ ଚେୟାରମ୍ୟାନ୍, ଭାଇସ୍ ଚେୟାରମ୍ୟାନ୍, ଅନ୍ୟାନ୍ୟ ସମସ୍ତ ଲୋକପ୍ରତିନିଧି ଯୋଗ ଦେଇଥିଲେ। ଯେଉଁଠି କହିବା ବିଷୟ, ଯେଉଁ ଜଙ୍ଗଲ ନିଆଁର ଭୟାବହତା ଆପଣମାନେ ସମସ୍ତେ ଜାଣିଛନ୍ତି, ସ୍ପେଶାଲି ମାର୍ଚ୍ଚ, ଏପ୍ରିଲ, ମେ ମାସରେ। ତେଣୁ କନ୍ଧମାଳ ଜିଲ୍ଲା ତାର ଯେଉଁ ସୌନ୍ଦର୍ଯ୍ୟ ପାଇଁ, ତାର ଯେଉଁ ପ୍ରକୃତି ପାଇଁ ଗର୍ବିତ। ଏଇ ଯେଉଁ ସଚେତନତା ମାଧ୍ୟମ ସମସ୍ତଙ୍କ ବାର୍ତ୍ତା କେମିତି ତାର ସୌନ୍ଦର୍ଯ୍ୟ ଆହୁରି ବଢ଼ିପାରିବ। ଜଙ୍ଗଲରେ ନିଆଁ ଆମେ ଲଗାଇଦେବା ନାହିଁ, ଯଦି କିଏ ନିଆଁ ଲଗାଉଛି ତାକୁ ସେଥିରୁ ସମ୍ପୂର୍ଣ୍ଣ ଭାବେ ପ୍ରତିହତ କରିବା ଏବଂ ଏହି ସଚେତନତାର ବାର୍ତ୍ତା ଯେ ଆଗାମୀ 2025ରେ ଗତ ବର୍ଷର ଏ ବର୍ଷ ମଧ୍ୟ ନିଆଁ କେମିତି କମିପାରିବ, ସେଥିପାଇଁ ସମସ୍ତେ ପ୍ରଚେଷ୍ଟା କରିବା ଉଚିତ। ଏହା ଆଜି କେବଳ ଏହି ମିଟିଂରେ ସମାହିତ ନୁହେଁ, ମୋର ଅନୁରୋଧ ଏବଂ ଅନ୍ୟାନ୍ୟ ଆମର ବନାଞ୍ଚଳ ଅଧିକାରୀଙ୍କୁ ମଧ୍ୟ ମୁଁ କହିଛି ଯେ ପ୍ରତ୍ୟେକଟି ଗାଁରେ ସେମାନେ ଯାଇ ମିଟିଂ କରିବେ, ଲୋକଙ୍କୁ ସଚେତନ କରିବେ ଏବଂ ଲୋକମାନଙ୍କୁ ମଧ୍ୟ ଅନୁରୋଧ ସେମାନେ ବନ ବିଭାଗକୁ ସହଯୋଗ କରିବେ। ଧନ୍ୟବାଦ।